ବନ୍ଧୁଗଣ ଦେଖନ୍ତୁ, ଇଏ ଭେକେନ୍ସି ଆପଣଙ୍କର ଆସିଛି ମିନିଷ୍ଟ୍ରି ଅଫ୍ ହୋମ୍ ଆଫେୟାର୍ସ ତରଫରୁ ଇଣ୍ଟେଲିଜେନ୍ସ ବ୍ୟୁରୋର MTS ପଦବୀ ପାଇଁ। ସର୍ବମୋଟ ଆପଣ ଦେଖିପାରୁଥିବେ 362 ଗୋଟି ପଦବୀ ଆପଣଙ୍କର ରହିଛି। ଆମ ଓଡ଼ିଶା ପାଇଁ ମଧ୍ୟ ଆପଣଙ୍କର ପଦବୀ ଅଛି ଏବଂ ସେମିତି ସବୁ ରାଜ୍ୟ ପାଇଁ ମଧ୍ୟ ପଦବୀ ଆପଣଙ୍କର ରହିଛି। ତ ଯଦି ଆପଣ କେବଳ 10th ପାସ୍ କରିଛନ୍ତି ନା ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋ ବା IBରେ ଚାକିରି କରିବା ପାଇଁ ଚାହୁଁଛନ୍ତି, ଆପଣଙ୍କର ବୟସ ମିନିମମ୍ 18 ବର୍ଷରୁ ମ୍ୟାକ୍ସିମମ୍ 25 ବର୍ଷ ମଧ୍ୟରେ ହେଇଥିବ। ST SC ମାନଙ୍କର 5 ବର୍ଷ ବଢ଼ିଯିବ 18ରୁ ଆପଣଙ୍କର 30 ବର୍ଷ ଏବଂ OBC ମାନଙ୍କର 3 ବର୍ଷ ବଢ଼ିବ 18ରୁ 28 ବର୍ଷ ଭିତରେ ଥିଲେ ଆପଣ ଆପ୍ଲାଏ କରିପାରିବେ। ତ ସବୁ ସାଙ୍ଗମାନଙ୍କୁ ଆପଣ ଲାଇକ୍ ଆଉ ସେୟାର କରିକି ଜଣେଇଦେବେ, ଯୋଉଦ୍ୱାରା କି ସମସ୍ତେ ଆପଣଙ୍କର ଜାଣିପାରିବେ। ଆଉ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦେବେ। ବନ୍ଧୁଗଣ ଦେଖନ୍ତୁ, ୟାର ଅଫିସିଆଲ ୱେବସାଇଟର ଲିଙ୍କ ଭିଡ଼ିଓର ଡେସ୍କ୍ରିପସନରେ ଆପଣଙ୍କୁ ମିଳିଯିବ, ନଚେତ ଆପଣ ସିମ୍ପଲି ଆପଣ mha.gov.in କୁ ଯିବେ। ଯେମିତି ଆପଣ ଅଫିସିଆଲ ୱେବସାଇଟକୁ ଯିବେ, ଦେଖନ୍ତୁ ବାଁ ପଟେ ଆପଣଙ୍କୁ ହ୍ୱାଟ୍ସ ନ୍ୟୁରେ ଶୋ କରୁଛି ଅନଲାଇନ୍ ଆପ୍ଲିକେସନ ଫର ଦ ପୋଷ୍ଟ ଅଫ୍ MTS ଲେଖା ହେଇଛି। ୟା ଉପରେ କ୍ଲିକ୍ କଲେ ମଧ୍ୟ ସେମ୍ ଆପଣଙ୍କର ଏଇ ୱେବସାଇଟକୁ ଆପଣ ପଳେଇ ଆସିବେ। ଠିକ୍ ଅଛି। ତ ଦେଖନ୍ତୁ, ୟାର ଅନଲାଇନ୍ ଆପ୍ଲାଏ ଅଲରେଡି ଆପଣଙ୍କୁ ଯେମିତି ମୁଁ କହିଲି, ୟା ଉପରେ କ୍ଲିକ୍ କରିକି ଆପଣ ଯେମିତି ୱେବସାଇଟକୁ ଆସିବେ, ଦେଖନ୍ତୁ ହେଲା, ଏଇଠି ଦେଖନ୍ତୁ ଅନଲାଇନ୍ ଆପ୍ଲାଏ ଆପଣଙ୍କର ଅଲରେଡି 22 ନଭେମ୍ବରରୁ ଆରମ୍ଭ ହେଇଛି। ଲାଷ୍ଟ ଡେଟ୍ ଆପଣଙ୍କର 14 ଡିସେମ୍ବର ରହିଛି। ଠିକ୍ ଅଛି। ୟା ଉପରେ କ୍ଲିକ୍ କରିକି ଆପଣ ରେଜିଷ୍ଟ୍ରେସନ କରିପାରିବେ। ୟା ଉପରେ କ୍ଲିକ୍ କରିକି ଆପଣ ନିଜର ଆଡଭର୍ଟାଇଜମେଣ୍ଟକୁ ପଢ଼ିପାରିବେ। ଠିକ୍ ଅଛି। ପଦବୀ ଆପଣ ଜାଣିଲେ, ପଦବୀ ବହୁତ ହି ଅଳ୍ପ ଅଛି ଆମ ରାଜ୍ୟ ପାଇଁ କହିପାରନ୍ତି, କିନ୍ତୁ ବହୁତ ହି ଭଲ ପଦବୀ ଆପଣଙ୍କର ଅଟେ। ଠିକ୍ ଅଛି। ଦରମା ଆପଣଙ୍କୁ କେତେ ମିଳିବ? 18,000ରୁ 56,900 ପର୍ଯ୍ୟନ୍ତ ଦରମା ଆପଣଙ୍କୁ ମିଳିବ। କ୍ୱାଲିଫିକେସନ କେବଳ 10th ପାସ୍ ଦରକାର ଏବଂ ସେଇ ରାଜ୍ୟର ଯେମିତି ଆପଣ ନାଗରିକ ହେଇଥିବେ। ଏଜ୍ ଲିମିଟ୍ ସମ୍ପର୍କରେ ମୁଁ ଆପଣଙ୍କୁ ଭିଡ଼ିଓର ଷ୍ଟାର୍ଟିଂରେ ହିଁ କହିଲି ଆପଣଙ୍କୁ। ଠିକ୍ ଅଛି। ଦେନ୍ ଏଥିରେ ସିଲେକ୍ସନ କେମିତିକା ହବ? ଆଗ CBT 1 ଆପଣ ପରୀକ୍ଷା ଦେବେ, ଯୋଉଥିରେ 40 ମାର୍କର ଆପଣଙ୍କର ପଡ଼ିବ GK, 20 ମାର୍କର ମ୍ୟାଥମେଟିକ୍ସ, 20 ରିଜନିଂ ଆପଣଙ୍କର, 20 ଇଂରାଜୀ। ଠିକ୍ ଅଛି। 40 20 ଆପଣଙ୍କ ତ 60 20 60 ଆଉ ଆପଣଙ୍କୁ 40 100 ମାର୍କର 100ଟା କ୍ୱେଶ୍ଚିନ୍, 1 ଘଣ୍ଟା ଆପଣଙ୍କୁ ପରୀକ୍ଷା ଟାଇମ୍ ରହିଛି। ଗୋଟେ ଠିକ୍ କଲେ 1 ମାର୍କ ମିଳିବ, ଗୋଟେ ଭୁଲ କଲେ 0.25 ମାର୍କ ଆପଣଙ୍କର କଟିଯିବ। ପ୍ରିଲିମ୍ସରେ କ୍ୱାଲିଫାଇ କଲା ପରେ ବା CBT 1ରେ କ୍ୱାଲିଫାଇ କଲା ପରେ CBT 2 ହବ, ଯୋଉଟା 50 ମାର୍କର 50ଟି କ୍ୱେଶ୍ଚିନ୍ ଆପଣଙ୍କ ରହିବ। କୋଉ ଜାଗାରେ ଆମର ଓଡ଼ିଶାରେ ଦେଖନ୍ତୁ ପରୀକ୍ଷା ହବ? ବାଲେଶ୍ୱର, ଗଞ୍ଜାମ ମାନେ ବ୍ରହ୍ମପୁର, ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ଏଇ ସବୁ ଜାଗାରେ ଆପଣ ଏକ୍ଜାମ ଦେଇପାରିବେ। ଅନଲାଇନ୍ ମାଧ୍ୟମରେ ପରୀକ୍ଷା ହବ। ଠିକ୍ ଅଛି। ତ CBT 1ରେ ଆପଣ କ୍ୱାଲିଫାଇ ମିନିମମ୍ ଆପଣଙ୍କୁ 100ରୁ 30 ରଖିବା ପାଇଁ ପଡ଼ିବ। OBC ମାନଙ୍କୁ 28, ST SC 25 ଏବଂ EWS ଆପଣଙ୍କର 30। ଠିକ୍ ଅଛି। ତାପରେ ଯାଇକି ଆପଣ CBT 2 ଦେବେ। ତ ଡେଟ୍ ସମ୍ପର୍କରେ ଅଲରେଡି ମୁଁ ଆପଣଙ୍କୁ ଜଣେଇଲି, 22 ନଭେମ୍ବରରୁ ଆରମ୍ଭ ହେଇଛି, 14 ଡିସେମ୍ବର ଆପଣଙ୍କର ଲାଷ୍ଟ ଡେଟ୍ ରହିଛି। ଠିକ୍ ଅଛି। ଏବେ ଦେଖନ୍ତୁ ନେକ୍ସଟ, ଏଥିରେ ଆପ୍ଲିକେସନ ପାଇଁ ଆପଣଙ୍କୁ କେତେ ଟଙ୍କା ଦେବାକୁ ପଡ଼ିବ? ଖାଲି ଜେନେରାଲ ପୁଅ, OBC ପୁଅ ଆଉ EWS ପୁଅ ମାନଙ୍କୁ 650 ଟଙ୍କା ପଡ଼ିବ। ବାକି ସମସ୍ତଙ୍କୁ 550 ଟଙ୍କା ଆପଣଙ୍କର ଆପ୍ଲିକେସନ ଫି ପଡ଼ିବ। ଯେ UR ପୁଅ ମାନେ ଜେନେରାଲ, EWS ଆଉ OBC ପୁଅ ମାନଙ୍କୁ 650, ବାକି ସମସ୍ତଙ୍କୁ 550 ଟଙ୍କା ଆପଣଙ୍କର ଆପ୍ଲିକେସନ ଫି ପଡ଼ିବ। ଜାଣିଗଲେ ଆପଣଙ୍କର। ଠିକ୍ ଅଛି। ତ ଆପଣ ଆପ୍ଲାଏ କରିବା ପାଇଁ ଚାହୁଁଛନ୍ତି, ନିହାତି ଆପ୍ଲାଏ କରନ୍ତୁ। ଭିଡ଼ିଓର ଲିଙ୍କରେ ଏ ଡେସ୍କ୍ରିପସନରେ ମୁଁ ଆପଣଙ୍କୁ ସବୁ ଲିଙ୍କ ପ୍ରୋଭାଇଡ କରିଦେବି। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଧନ୍ୟବାଦ।